जय जगन्नाथ। आमे समस्ते जानू जे महाप्रभु जगन्नाथ पुरी श्रीमंदिर रे विराजमान, किंतु आपण कौन जानिछंती कि एमिति एक समय थिला जेतेबेले महाप्रभु को श्रीमंदिर छाड़िबा को पड़िथिला। दिने कि दुई दिन नुहे, पूरा 144 वर्ष धरी से एक अंधारुआ गुंफा भितरे माटी तले पोती होई रहिथिले। पुरी ठारू प्राय 400 किलोमीटर दूर पश्चिम ओडिशार एक पहाड़ रे लुचि रहिथिले विश्वरनाथ। काहींकि एमिति ହେଲା, किए ସେହି आक्रमणकारी ଯାହା ପାଇଁ ଭଗବାନଙ୍କୁ ଲୁଚିବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ପାତାଳି ଶ୍ରୀକ୍ଷେତ୍ରର ସେହି ରୋମାଞ୍ଚ କାହାଣୀ। ଘଟଣାଟି ଥିଲା ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀର। ଓଡ଼ିଶାର ଗୌରବ ସେତେବେଳେ ସାରା ବିଶ୍ୱରେ ଚହଳ ପକାଇଥାଏ। କିନ୍ତୁ ସେହି ସମୟରେ ଜଣେ କ୍ରୁର ସେନାପତିର ନଜର ପଡ଼ିଲା ଆମ ଓଡ଼ିଶା ଉପରେ। ସେ ଥିଲା ରକ୍ତବାହୁ। ରକ୍ତବାହୁ କେବଳ ରାଜ୍ୟ ଜୟ କରିବାକୁ ଆସିନଥିଲା, ସେ ଶୁଣିଥିଲା ଯେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ଅମାପ ସମ୍ପତ୍ତି ଅଛି ଏବଂ ଓଡ଼ିଆ ଜାତିର ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ସେହି କାଳିଆ ସାଆନ୍ତ। ସେ ଚାହୁଁଥିଲା ମହାପ୍ରଭୁଙ୍କୁ ଧ୍ୱଂସ କରି ଓଡ଼ିଶାର ଗର୍ବକୁ ମାଟିରେ ମିଶାଇ ଦେବା ପାଇଁ। ସେତେବେଳର ଗଜପତି ମହାରାଜ ଶୋଭନ ଦେବଙ୍କ ପାଖକୁ ଖବର ପହଞ୍ଚିଲା, ରକ୍ତବାହୁ ସମୁଦ୍ର ପଥରେ ମାଡ଼ି ଆସୁଛି। ସେ କାହାକୁ ବି ଛାଡ଼ୁନାହିଁ, ଯାହାକୁ ପାରୁଛି ତାହାକୁ ହାଣି ଦେଉଛି। ହଠାତ୍ ପୁରୀ ସହରରେ କୋକୁଆ ଭୟ ଖେଳିଗଲା। ମହାରାଜ ଜାଣିଥିଲେ ଯେ ରକ୍ତବାହୁର ବିଶାଳ ସେନା ଆଗରେ ସମ୍ମୁଖୀନ ଯୁଦ୍ଧ କଲେ ଶ୍ରୀମନ୍ଦିର ଅପବିତ୍ର ହୋଇପାରେ। ତାଙ୍କୁ କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କୁ ରକ୍ଷା କରିବାକୁ ହେବ। ମହାରାଜ ଏକ ବଡ଼ ନିଷ୍ପତ୍ତି ନେଲେ। ରକ୍ତବାହୁ ସହର ଭିତରକୁ ଆସିବା ପୂର୍ବରୁ ମହାପ୍ରଭୁଙ୍କୁ ଏଠାରୁ ଦୂରକୁ ନେଇଯିବାକୁ ପଡ଼ିବ। ସେବକମାନେ ଅତି ସତର୍କତାର ସହ 3 ଠାକୁରଙ୍କୁ ରତ୍ନ ସିଂହାସନରୁ ଓହ୍ଲାଇ ଆଣିଲେ। ରାତିର ଅନ୍ଧାରରେ ବର୍ଷା ଓ ଝଡ଼ ତୋଫାନ ଭିତରେ ଶଗଡ଼ିର ସାହାଯ୍ୟରେ ମହାପ୍ରଭୁଙ୍କର ସେହି ରହସ୍ୟମୟ ବନବାସ ଆରମ୍ଭ ହେଲା। ଆପଣ ଥରେ ଭାବନ୍ତୁ ସେ ଦୃଶ୍ୟକୁ, ଯେଉଁ ମହାପ୍ରଭୁଙ୍କୁ ଦେଖିବା ପାଇଁ ରାଜା ମହାରାଜ ମଧ୍ୟ ଅନୁମତି ଅପେକ୍ଷା କରନ୍ତି। ଆଜି ସେହି ପ୍ରଭୁ ଜଣେ ସାଧାରଣ ପଥଚାରୀ ପରି ଅନ୍ଧାରରେ ଯାତ୍ରା କରୁଛନ୍ତି। ସେବକମାନେ ନିଜ ଜୀବନକୁ ପାଣି ଛଡ଼େଇ ଶଗଡ଼ି ଚଲେଇଲେ। ସେମାନଙ୍କର ଗୋଟିଏ ଲକ୍ଷ୍ୟ, ପ୍ରଭୁ ବଞ୍ଚିଲେ ଆମ ଓଡ଼ିଶା ବଞ୍ଚିବ। ଏହି ଯାତ୍ରା ସହଜ ନଥିଲା। ପୁରୀରୁ ସୁବର୍ଣ୍ଣପୁରର ଦୂରତା ପ୍ରାୟ 400 କିଲୋମିଟର। ସେତେବେଳେ ନା ତ ଥିଲା ରାସ୍ତା, ନା ତ ଥିଲା ସୁବିଧା, କେବଳ ଥିଲା ଘଞ୍ଚ ବଣ ଆଉ ଦୁର୍ଗମ ପାହାଡ଼। ଶତ୍ରୁ ଓ ସୈନ୍ୟଙ୍କ ନଜରରୁ ବଞ୍ଚିବା ପାଇଁ ସେମାନେ ମୁଖ୍ୟ ରାସ୍ତା ଛାଡ଼ି ଜଙ୍ଗଲିଆ ପଥରେ ଗଲେ। ସେବାୟତମାନେ ପଦଯାତ୍ରା ଓ ନୌକା ଯାତ୍ରା ଅନେକ ଦିନ ଅତିକ୍ରମ କରିବା ପରେ ପହଞ୍ଚିଲେ ଯାଇ ସୁବର୍ଣ୍ଣପୁରର ଘଞ୍ଚ ଅରଣ୍ୟ ମଧ୍ୟରେ। ସର୍ବପ୍ରଥମେ ସେହି ବିଗ୍ରହଙ୍କୁ ସେବାୟତମାନେ ଗୋପାଳୀ ଗ୍ରାମରେ ନେଇ ରଖିଲେ, ଯେଉଁଠାରେ ମହାପ୍ରଭୁଙ୍କର ପୂଜାର୍ଚ୍ଚନା ହେଉଥିଲା। ହେଲେ ମନରୁ ଭୟ ଏବେ ଯାକେ ବି ଯାଇନଥିଲା। ରକ୍ତବାହୁ କିଛି ଦିନ ପରେ ସେହି ଗୋପାଳୀ ଗ୍ରାମର ଖବର ପାଇଲା। ତେଣୁ ପୁଣି ଥରେ ମହାପ୍ରଭୁଙ୍କୁ ସୁରକ୍ଷା ଦେବା ନିମନ୍ତେ ଆରମ୍ଭ ହେଲା ଯୋଜନା। ପାଖରେ ଥିବା ତ୍ରିକୁଟ ପାହାଡ଼ର ପାଦଦେଶରେ ଏକ ଛୋଟିଆ ଗୁମ୍ଫା ମଧ୍ୟରେ ଦାରୁ ବ୍ରହ୍ମଙ୍କୁ ମାଟି ଖୋଳି ପାତାଳି କରାଗଲା। ପରେ ସେହି ସ୍ଥାନକୁ ଚିହ୍ନଟ କରିବା ପାଇଁ ଏକ ବରଗଛଟିଏ ରୋପଣ କରାଗଲା। ଏହି ଘଟଣା କିଛି ଦିନ ପରେ ପାଲଟିଗଲା ଇତିହାସ। ଏହିପରି 144 ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ଏ ମାଟି ତଳେ ରହି ଲୀଳା କଲେ। ଦୁଃଖରେ ଝୁରୁଥାନ୍ତି ସେବକକୁଳ ଓ ଉତ୍କଳବାସୀ। ସେହି ସମୟରେ ରାଜତ୍ୱ କରୁଥାନ୍ତି ରାଜା ଶୋଭନ ଦେବ। ସେ ଠାକୁରଙ୍କୁ ମୁକ୍ତ କରିପାରିଲେ ନାହିଁ। ଏହାପରେ ନବମ ଓ ଦଶମ ଶତାବ୍ଦୀ ବେଳକୁ ଉତ୍କଳରେ ରାଜତ୍ୱ କରୁଥାନ୍ତି କେଶରୀ ବଂଶର ରାଜା ଯଯାତି କେଶରୀ। ରାଜାଙ୍କ ପାଖକୁ ଆଗମନ କରନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ। ଶୂନ୍ୟ ମନ୍ଦିରକୁ ଦେଖି ରାଜାଙ୍କୁ ଏହି ବିଷୟରେ ପଚାରନ୍ତି। ସେଠାରୁ ଯଯାତି ଶ୍ରୀକ୍ଷେତ୍ର ଆସି ଏହି କଥା ପଚାରିବାରୁ ସେ ସୁବର୍ଣ୍ଣପୁରର ଖବର ପାଆନ୍ତି। ମହାରାଜ ସୁବର୍ଣ୍ଣପୁରକୁ ନିଜ ସୈନ୍ୟ ବାହିନୀ ଧରି ଆସି ଖୋଜିବାରେ ଲାଗିପଡ଼ନ୍ତି।
ବହୁଦିନ ଖୋଜିବା ପରେ ମଧ୍ୟ କିଛି ବି ସନ୍ଧାନ ପାଇଲେ ନାହିଁ। ସେହି ସମୟରେ ରାଜାଙ୍କ ନଜରରେ ଆସନ୍ତି ଜଣେ ବୃଦ୍ଧ ମହିଳା, ଯିଏ ଏକ ନିର୍ଦ୍ଦିଷ୍ଟ ଏକ ବରଗଛକୁ ମୁଣ୍ଡିଆ ମାରୁଛନ୍ତି। ବରଗଛ ଆଡ଼କୁ ରାଜା ଗମନ କରି ସେହି ବୃଦ୍ଧ ମହିଳାକୁ ପଚାରନ୍ତି, ଏହି ଗଛକୁ ଆପଣ କାହିଁକି ମୁଣ୍ଡିଆ ମାରୁଛନ୍ତି? ବୃଦ୍ଧ ମହିଳାଙ୍କର ଉତ୍ତର ଆସେ, ଏହି ଗଛ ହେଉଛନ୍ତି ଦିଅଁବର। କାହିଁ କେଉଁ ଅମଳରୁ ଏ ଗଛଟି ଏମିତି ଠିଆ ହୋଇଛି? କୁହନ୍ତି ୟା ତଳେ କୁଆଡ଼େ ଠାକୁର ଅଛନ୍ତି। ବୃଦ୍ଧଙ୍କ ଉତ୍ତର ଶୁଣି ଖୁସି ହୋଇଯାଆନ୍ତି ରାଜା। ରାଜା ମନେ ମନେ ତାଙ୍କର ଉତ୍ତର ପାଇଯାଆନ୍ତି। ରାଜା ସେଠାରୁ ପାଖରେ ଥିବା ବ୍ରାହ୍ମଣଙ୍କୁ ଡାକି ଗଛ ହାଣିଲେ। ଉତ୍କଳବାସୀ ଅନାଇଥାନ୍ତି ସେହି ଦୃଶ୍ୟକୁ, କାରଣ ଉତ୍କଳ ଜାତିର ପ୍ରାଣ ସେହିଠାରେ ଥାଏ। କିଛି ସମୟ ଖୋଳିବା ପରେ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ମାଟିରେ ଧୀରେ ଧୀରେ ମିଶି ଯାଇଥାଏ। ଇତିହାସ କୁହେ ପାଖରେ ଥିବା ଦଇତା ଓ ପତିମାନଙ୍କୁ ମହାରାଜ ଆଣି ଠାକୁରଙ୍କୁ ଉଦ୍ଧାର କରାଯାଇଥିଲା। ସେଠାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାଟକନା ଗୁଡ଼ାଇ ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପୁନର୍ପ୍ରତିଷ୍ଠିତ ହୁଅନ୍ତି ନିଜ ପାବନ ଶ୍ରୀକ୍ଷେତ୍ରରେ। ବ୍ରାହ୍ମଣ ଓ ପଣ୍ଡିତ ଓ କୋଟି କୋଟି ଓଡ଼ିଆଙ୍କ ଆଶୀର୍ବାଦ ଯଜାତିଙ୍କୁ ମିଳେ। ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଉପାଧି ମଧ୍ୟ ମିଳେ। ଯେଉଁଠାରେ ମହାପ୍ରଭୁ ପାତାଳି ହୋଇଥିଲେ, ଆଜି ସେହି ସ୍ଥାନ ପାତାଳି ଶ୍ରୀକ୍ଷେତ୍ର ଭାବେ ବିଶ୍ୱ ପ୍ରସିଦ୍ଧ। ପୁରୀ ପରେ ଏହା ହେଉଛି ଓଡ଼ିଶାର ସବୁଠାରୁ ପବିତ୍ର ସ୍ଥାନ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଏଠାକୁ ଆସିଲେ ପୁରୀ ଦର୍ଶନର ପୁଣ୍ୟ ମିଳେ। ଜୟ ଜଗନ୍ନାଥ।